ବର୍ତ୍ତମାନ ସାଙ୍ଗମାନେ ଇଣ୍ଡିଆନ୍ କୋଷ୍ଟ ଗାର୍ଡ଼ ତରଫରୁ ଓଡ଼ିଶା ସର୍କଲ ପାଇଁ ପାରାଦୀପରେ ଆପଣଙ୍କର ପିଅନ ପୋଷ୍ଟ ପାଇଁ ଭ୍ୟାକେନ୍ସି ଆସିଛି। ଦେନ୍ ଏଠାରେ ଆପଣଙ୍କର ଭ୍ୟାକେନ୍ସି ସୁଇପର ଓ ସଫାଇ ବାଲାର ରହିବ। ଦେନ୍ ଏଠାରେ ଆପଣଙ୍କର ଟୋଟାଲ ନମ୍ବର ଅଫ୍ ପୋଷ୍ଟ ଆପଣଙ୍କର ଏଠାରେ 5ଟି ଅଛି। ଦେନ୍ ଏଠାରେ ଅନରିଜର୍ଭ ପାଇଁ 2ଟି, ଦେନ୍ SC ପାଇଁ 1 ରିଜର୍ଭ, ଦେନ୍ ST ପାଇଁ 1 ରିଜର୍ଭ, ଦେନ୍ EWS କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 1 ରିଜର୍ଭ ଅଛି। ଦେନ୍ ଏଠାରେ ଆପଣଙ୍କର କ୍ୱାଲିଫିକେସନ୍ 10th ପାସ୍ ରହିବ କିମ୍ବା ଆପଣ ITI ପାସ୍ କରିଥିବା ଦରକାର। ଏଠାରେ ଆପଣଙ୍କୁ 17 ଏପ୍ରିଲ ସୁଦ୍ଧା 18 ବର୍ଷରୁ କମ୍ ହୋଇନଥିବା ଦରକାର ଓ 25 ବର୍ଷରୁ ଅଧିକା ହୋଇନଥିବା ଦରକାର। ଦେନ୍ ଏଠାରେ SC ST କ୍ୟାଣ୍ଡିଡେଟ୍ ପାଇଁ 5 ବର୍ଷ ଏକ୍ସଟ୍ରା ରିଲାକ୍ସେସନ୍ ଅଛି। ଦେନ୍ ଏଠାରେ ଆପଣଙ୍କର ପୋଷ୍ଟ ରହିବ ଦେନ୍ ସୁଇପର ଓ ସଫାଇ ବାଲା, ଯାହାକି ଗ୍ରୁପ୍ C ପୋଷ୍ଟ ନନ୍ ଗ୍ୟାଜେଟେଡ୍ ଆପଣଙ୍କର ରହିବ। ଦେନ୍ ଏଠାରେ ପୋଷ୍ଟ ଡେସ୍କ୍ରିପସନ୍ ଆପଣଙ୍କର ଏଠାରେ ରହିଛି କି ଆପଣଙ୍କର କାମ ଏଠାରେ ସଫା କରିବା, କ୍ଲିନ୍ କରିବା, କ୍ଲିନିଂ ଟଏଲେଟ୍ ମେଣ୍ଟେନାନ୍ସ ଓ ସେପ୍ଟିକ୍ ଟ୍ୟାଙ୍କର କ୍ଲିନିଂ କରିବା। ଦେନ୍ ଇଣ୍ଡିଆନ୍ କୋଷ୍ଟ ଗାର୍ଡ଼ ସିପ୍ରେ ଯାହା କ୍ଲିନିଂର କାମ ରହିଛି ଦେନ୍ ଆପଣଙ୍କୁ ଏଠାରେ କରିବାକୁ ପଡ଼ିବ। ଦେନ୍ ଏଠାରେ ଆପଣଙ୍କ ପାଇଁ ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ଟେଷ୍ଟ ମଧ୍ୟ ରହିଛି। ଦେନ୍ ଆପଣଙ୍କର ହାଇଟ୍, ଚେଷ୍ଟ, ୱେଟ୍ ଓ ଆଇସାଇଟ୍ ଆପଣଙ୍କର ଏଠାରେ ଚେକ୍ ହେବ। ଦେନ୍ ଏଠାରେ ଆପଣଙ୍କ ରିକ୍ରୁଟମେଣ୍ଟ ପ୍ରୋସିଜର ଆପଣଙ୍କର ଏଠାରେ ରହିଛି। ଦେନ୍ ଆପଣଙ୍କ ରିଟେନ୍ ଟେଷ୍ଟ ହେବ। ଦେନ୍ ଆପଣଙ୍କର 10th ଲେଭେଲର ଏଠାରେ ଜେନେରାଲ ନଲେଜ ବା GK ଓ ଇଂଲିଶ ଏଠାରେ ଆପଣଙ୍କର ଆସିବ। ଦେନ୍ ଏଠାରେ ଆପଣ ଜେନେରାଲ କ୍ୟାଣ୍ଡିଡେଟ୍ ହେଇଥିବେ ଦେନ୍ ଆପଣଙ୍କ ପାସିଂ ମାର୍କ 50% ରହିବ। ଦେନ୍ ଏଠାରେ ଆପଣ SC ଓ STରୁ ବିଲଙ୍ଗ କରୁଥିବେ ଦେନ୍ 45 ଆପଣଙ୍କର ପାସିଂ ମାର୍କ ରହିବ। ଦେନ୍ ଏଠାରେ ଆପଣ କ୍ୱାଲିଫାଇ କଲା ପରେ ଆପଣଙ୍କ ପାଇଁ ପ୍ରଫେସନାଲ ସ୍କିଲ୍ ଟେଷ୍ଟ ଏଠାରେ ରହିବ। ଦେନ୍ ଏଠାରେ ଆପଣଙ୍କୁ ମପିଂର କାମ, ସୁଇପିଂର କାମ, କ୍ଲିନିଂ ଡ୍ରେନିଂର କାମ, କ୍ଲିନିଂ ଟଏଲେଟ୍ ଓ ମେଣ୍ଟେନାନ୍ସ ସେପ୍ଟିକ୍ ଟ୍ୟାଙ୍କ ଏସବୁ କାମ ଆପଣଙ୍କର ପ୍ରାକ୍ଟିକାଲି ସେଠାରେ କରି ଏନାଲାଇଜ୍ କରାଯିବ। ଦେନ୍ ତାପରେ ଆପଣଙ୍କର ଫିଜିକାଲ୍ ଫିଟନେସ୍ ଟେଷ୍ଟ ଆପଣଙ୍କର ରହିବ। ଦେନ୍ ଆପଣ 7 ମିନିଟ୍ରେ 1.6 କିମି ଆପଣଙ୍କର ରନିଂ ଅଛି। ଦେନ୍ ଉଠକ ବୈଠକ 20 ଥର ଆପଣଙ୍କର ଅଛି। ଦେନ୍ 10ଟା ପୁଷଅପ୍ ରହିବ। ଦେନ୍ ଏଠାରେ ଆପଣଙ୍କ ମେଡ଼ିକାଲ ଷ୍ଟାଣ୍ଡାର୍ଡ଼ ଟେଷ୍ଟ ମଧ୍ୟ ଏଠାରେ କରାଯିବ। ଦେନ୍ ଏଠାରେ ଆପଣଙ୍କ ଯଦି ବଡ଼ିରେ ବଡ଼ି ଟାଟୁ ଅଛି ଦେନ୍ ଆପଣଙ୍କୁ ଏଠାରେ ରିଜେକ୍ଟ କରିଦିଆଯିବ। ଦେନ୍ ଏଠାରେ ଦେଖନ୍ତୁ ଆପଣ ସ୍କେଲ୍ ପେ ଏଠାରେ ବହୁତ ଅଧିକ ରହିଛି। ଦେନ୍ ଏଠାରେ ଆପଣଙ୍କର 21,700 ବେସିକ୍ ପେ ଆପଣଙ୍କର ରହିବ। ଦେନ୍ ଆପଣଙ୍କ ରିଟାୟାରମେଣ୍ଟ ବେଳକୁ ଆପଣଙ୍କ ପାଖରେ 70,000 ବେସିକ୍ ପେ ରହିବ। ଦେନ୍ ଆପଣଙ୍କର 21,700ରେ ଆପଣଙ୍କର HRA, DA, ଟ୍ରାନ୍ସପୋର୍ଟ ଆଲାଉନ୍ସ, ମେଡ଼ିକାଲ ଫ୍ୟାସିଲିଟି ଆଲାଉନ୍ସ ଓ ଅଦର ଆଲାଉନ୍ସ ଆପଣଙ୍କର ମିଶିବ। ଦେନ୍ ଯାହାକି ମିନିମମ୍ ଆପଣଙ୍କର 35,000 ଇନ୍ ହ୍ୟାଣ୍ଡ ମାସିକ ଆସିବ। ଦେନ୍ ଏଠାରେ ଆପଣ ଆପ୍ଲାଏ କିପରି କରିବେ? ଦେନ୍ ଏଠାରେ ଜଏନ୍ ଇଣ୍ଡିଆନ୍ କୋଷ୍ଟ ଗାର୍ଡ଼ CDSE.in ଯାଇ ଆପଣ ଏଠାରେ ଆପ୍ଲାଏ କରିପାରିବେ। ଦେନ୍ ଏହା ଓଡ଼ିଶା ସର୍କଲର ପାରାଦୀପ ପାଇଁ ଏଠାରେ ଭ୍ୟାକେନ୍ସି ଆସିଛି। ଦେନ୍ ଆପଣଙ୍କ ଲାଷ୍ଟ ଡେଟ୍ 17 ଏପ୍ରିଲ ରହିବ, ତା ପୂର୍ବରୁ ଆପଣ ଆପ୍ଲାଏ କରିବା ଦରକାର। ଦେନ୍ ଏଠାରେ ଆପଣଙ୍କର ଏକ୍ଜାମିନେସନ୍ ସେଣ୍ଟର ଆପଣଙ୍କ ପାରାଦୀପରେ ରହିବ। ଦେନ୍ ପାରାଦୀପକୁ ଆପଣ ଏକ୍ଜାମ୍ ଦେଇ ଯିବାକୁ ପଡ଼ିବ। ଦେନ୍ ଏଠାରେ ଆପଣଙ୍କ ଲାଷ୍ଟ ଡେଟ୍ 17 ଏପ୍ରିଲ ରହିବ। ଦେନ୍ ଏଠାରେ ଆପଣ ଯଦି ଅନ୍ୟ କୌଣସି ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି ଦେନ୍ ଏଠାରେ ଆପଣଙ୍କୁ NOC ଦରକାର ପଡ଼ିବ। ଦେନ୍ ଏଠାରେ ତଳକୁ ଗଲେ ଏଠାରେ ତାର ଫର୍ମଟି ଅଛି। ଦେନ୍ ଏ ଫର୍ମଟିକୁ କିପରି ଆପଣ ଫିଲ୍ଅପ୍ କରିବେ ଚାଲନ୍ତୁ ଦେଖିବା। ଦେନ୍ ଏଠାରେ ଆପଣ ଗୋଟେ କଲର୍ ସାଇଜ୍ ପାସପୋର୍ଟର ଫଟୋଗ୍ରାଫ୍ସ ଏଠାରେ ଲଗାଇବେ। ଦେନ୍ ଏଠାରେ ଆପଣ କ୍ୟାପିଟାଲ ଲେଟରରେ ଆଜ୍ ପର୍ ମେଟ୍ରିକ୍ ଆପଣଙ୍କ ନାଁ ଯେପରି ଅଛି ସେଠାରେ ଆପଣ ଏଠାରେ ଫିଲ୍ଅପ୍ କରିଦେବେ। ଦେନ୍ ଏଠାରେ ଆପଣଙ୍କର ଆଜ୍ ପର୍ ମେଟ୍ରିକୁଲେସନ୍ ଆପଣଙ୍କର ଫାଦର ନେମ୍ ଯେପରି ଅଛି ଏଠାରେ ଆପଣ ଫିଲ୍ଅପ୍ କରିଦେବେ। ଦେନ୍ ଏଠାରେ ଆପଣଙ୍କର ଡେଟ୍ ଅଫ୍ ବାର୍ଥଟି ଆପଣ ଏଠାରେ ଫିଲ୍ଅପ୍ କରିଦେବେ ଡେଟ୍, ମନ୍ଥ ଓ ଇୟର୍ ହିସାବରେ। ଦେନ୍ ଏଠାରେ ଆପଣ ଯଦି SC, ST, OBC କିମ୍ବା EWSରୁ ବିଲଙ୍ଗ କରୁଛନ୍ତି ଦେନ୍ ଏଠାରେ ଆପଣ ତାର ଫଟୋକପିର ଜେରକ୍ସ ଏଠାରେ ଆଟାଚ୍ କରିବେ। ଦେନ୍ ଏଠାରେ ଆପଣଙ୍କର ମେଟ୍ରିକ୍ କିମ୍ବା ITI ସାର୍ଟିଫିକେଟ୍ର ରେଜିଷ୍ଟ୍ରେସନ୍ ନମ୍ବର ଏଠାରେ ଦେବେ ଓ କେଉଁ ବୋର୍ଡ଼ରୁ ଆପଣ ପାସ୍ ଆଉଟ୍ କରିଛନ୍ତି ସେ ବୋର୍ଡ଼ର ନାଁଟି ଏଠାରେ ଲେଖିଦେବେ। ଦେନ୍ ଏଠାରେ ଆପଣ କେଉଁ ଏକ୍ଜାମ୍ ପାସ୍ କରିଛନ୍ତି ଲେଖିବେ, କେଉଁ ସବଜେକ୍ଟ ଏଠାରେ ଆପଣ ଷ୍ଟଡ଼ି କରିଛନ୍ତି ଲେଖିବେ ଓ ଆପଣ କେତେ ମାର୍କ ପାଇଛନ୍ତି ଏଠାରେ ଲେଖିବେ ଓ ଟୋଟାଲ୍ ଆପଣଙ୍କର ପରସେଣ୍ଟେଜ୍ କେତେ ରହିଛି ଏଠାରେ ଲେଖିବେ। ଦେନ୍ ଏଠାରେ ଆପଣଙ୍କର କମ୍ପ୍ଲିଟ୍ ପୋଷ୍ଟାଲ୍ ଆଡ୍ରେସ୍ ଦେବେ, ଯେପରିକି 8 ପୋଷ୍ଟ PS କ'ଣ ଅଛି ଆପଣଙ୍କ ଟୋଟାଲ୍ ଏଠାରେ ଦେବେ। ଦେନ୍ ଏଠାରେ ଆପଣଙ୍କ ଷ୍ଟେଟ୍ ମେନସନ୍ କରିବେ, ମୋବାଇଲ୍ ନମ୍ବର ଓ ଇମେଲ୍ ID ଓ ଆପଣଙ୍କ ପିନ୍କୋଡ଼୍ ଏଠାରେ ମେନସନ୍ କରିବେ।
ଦେନ୍ ଏଠାରେ ଆପଣଙ୍କ ଯଦି परमानेंट आड्रेस जब सेम अच्छी देन आप सेम आज परमानेंट आड्रेस लिखिदेवे कि आउ थे आप चाहिए भी फिलअप करेंगे कि जब अलग आप परमानेंट आड्रेस अच्छी देन एटा फिलअप करदे पारे देन एठार आप डिक्लारेसन रहा आप क्यों प्लेस रू आप फिलअप कर प्लेस देदेवे और डेट पकईदेवे आप केवे अप्लाई कर देन एठार आप लेफ्ट हैंड रोटे थम टीप चिन्ह एठार देवे देन एठार आप फुल सिग्नेचर आप गोटे देवे देन यह आपंकर टोटाल कोस्ट गार्ड आप्लिकेसन फॉर्मटी जदि आपको ये फॉर्मटी दरकार यह आम टेलीग्राम चैनल आप पाइबे देन टेलीग्राम चैनल लिंक टी वीडियो डिस्क्रिप्शन कि आम चैनल अबाउट सेक्शन पाइबे देन आपको जदि ए विषय किसी प्रॉब्लम हुए तले कमेंट कर दिंतु आम आपको रिप्लाई देवाई चेष्टा करूँ और आज वीडियो आपको किपरि लगला कमेंट माध्यम जानतु जदि वीडियो पसंद आसी लाइक करूँ और यहीपरि जॉब रिलेटेड और रिजल्ट रिलेटेड वीडियो देखापी आम चैनल को सब्सक्राइब कर बेल आइकन टी टर्न ऑन कर रखु।